ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବା ଫଳରେ ବଢ଼ୁଛି ମହାନଦୀ। ଫଳରେ ତଳି ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି। ଏହାକୁ ନେଇ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ନଈ କୂଳରେ ଥିବା ବସ୍ତି ବାସିନ୍ଦାଙ୍କ ଘର ଭିତରେ ପଶିଛି ପାଣି। ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ମହାନଦୀର ବନ୍ୟା ଜଳ ଆସନ୍ତା 24 ଘଣ୍ଟା ମଧ୍ୟରେ କଟକ ନରାଜ ମୁଣ୍ଡୁଳି ଦେଇ ଅତିକ୍ରମ କରିବ। ଏହା ପୂର୍ବରୁ ତେଲ ନଦୀରେ ବନ୍ୟା ପାଣି ମାଡ଼ି ଆସିବାରୁ ନରାଜର 46ଟି ଗେଟ୍ ଖୋଲାଯାଇଛି। ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ବାଲି ବସ୍ତା ପକାଇ ନଦୀ ବନ୍ଧକୁ ମଜବୁତ କରାଯାଉଛି। ସେପଟେ କେନ୍ଦ୍ରାପଡ଼ାରେ ପ୍ରବେଶ କରିଛି ବନ୍ୟା ଜଳ। ଲୁଣା କରାଣ୍ଡିଆ ଆଦି ନଦୀରେ ବନ୍ୟା ପାଣି ଆସିବାରୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। କରାଣ୍ଡିଆ ନଦୀରେ ପାଣି ଆସି ଜଳପକ ଅୟତପୁର ବଲରାମପୁର ପଞ୍ଚାୟତରେ ପାଣି ପଶିଛି। ଗାଁ ଭିତରେ ବନ୍ୟା ପାଣି ପଶିବାରୁ ଲୋକେ ଅନେକ ଅସୁବିଧା ଭୋଗ କରୁଛନ୍ତି। ଆତଙ୍କିତ ହୋଇପଡୁଛନ୍ତି 10ଟି ପଞ୍ଚାୟତର ବାସିନ୍ଦା। ବନ୍ୟା ପାଣି ମାଡ଼ିଯିବାରୁ ଏକର ଏକର ଚାଷ ଜମି ନଷ୍ଟ ହୋଇଛି।